ମୁଁ ଲଲାଟେନ୍ଦୁ ମହାପାତ୍ର ସହକାରୀ ଶିକ୍ଷକ ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ଆରୁଆ ଜିଲ୍ଲା ଆଇନ ପ୍ରାଧିକରଣ ସଂସ୍ଥା ଭଦ୍ରକଙ୍କ ତରଫରୁ ଆଜି ଆମ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। ଏଇଥିରେ ଯେ କି ନେହା ଅଗ୍ରୱାଲ ମ୍ୟାଡ଼ାମ୍ ଯିଏ ଅଛନ୍ତି ସେକ୍ରେଟାରୀ DLSA ଏବଂ ତାପସ ସାର୍ ପିରାହାଟ ପୋଲିସ ଷ୍ଟେସନର ସବ୍ ଇନ୍ସପେକ୍ଟର ସୁପ୍ରକାଶ ସାର୍ ଏବଂ ଏଥିସହିତ ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ବନ୍ଧୁ ଆମର ଶ୍ରଦ୍ଧେୟ ଛାତ୍ରଛାତ୍ରୀ ସମସ୍ତେ ଆଗ୍ରହର ସହିତ ଭାଗ ନେଇ ସଡ଼କ ସୁରକ୍ଷା ସମ୍ବନ୍ଧରେ ବହୁତ ସୁନ୍ଦର ସୁନ୍ଦର ବକ୍ତବ୍ୟ ପିଲାମାନେ ରଖିଲେ ଏବଂ ନିମନ୍ତ୍ରିତ ବା ସମ୍ମାନିତ ଅତିଥିମାନଙ୍କ ତରଫରୁ ଆମେ ମଧ୍ୟ ବହୁତ ମୂଲ୍ୟବାନ କଥା ଶିଖିଲୁ ଏବଂ ତାହାକୁ ପିଲାମାନେ ତଥା ଆମେମାନେ ସମସ୍ତେ କାର୍ଯ୍ୟରେ ଲଗାଇବୁ, ମାନି ଚଳିବୁ। ଜନସଂଖ୍ୟା ଯେଉଁଭଳି ବଢ଼ୁଛି, ଯାନବାହନର ସଂଖ୍ୟା ରାସ୍ତାଘାଟ ଉପରେ ଯେମିତି ବଢ଼ୁଛି, ଯଦି ଆମେମାନେ ସଚେତନ ନ ହେବା ଏବଂ ରୋଡ଼ ସେଫ୍ଟି ନିୟମକୁ ସମ୍ପୂର୍ଣ୍ଣ ଭାବରେ ପାଳନ ନ କରିବା ତେଣୁ ଆମର ଜୀବନ ସଙ୍କଟାପନ୍ନ ହେବ। ଆମେ ମୃତ୍ୟୁବରଣ କରିବା ସହିତ ଅନ୍ୟର ଜୀବନକୁ ଆମେ ମଧ୍ୟ ବିପଦ ପହଞ୍ଚାଇବା। ଯେ ଆମେ ସମସ୍ତେ ରୋଡ଼ ସେଫ୍ଟି ନିୟମକୁ ଯେ ଅନୁପାଳନ କରିବା ଏବଂ ନିଜେ ଭଲରେ ଗାଡ଼ି ଚଳାଇବା, ବିଶେଷ କରି ହେଲମେଟ୍ ଲଗାଇବା, ସିଟ୍ ବେଲ୍ଟ ଲଗାଇବା ଏବଂ ଆବଶ୍ୟକ ସ୍ଥଳେ ଯେତିକି ଆମ ପଛରେ ବସିବା ଦରକାର ଯାନରେ ବା ବାଇକ୍ରେ ତାଠାରୁ ଅଧିକ ବସାଇବା ନାହିଁ, ଦ୍ରୁତ ଗତିରେ ଗାଡ଼ି ଚଳାଇବାନି, ମୋବାଇଲ ସଙ୍ଗେ ଗାଡ଼ି ଚାଳନା ଜୀବନକୁ କରେ ଭଙ୍ଗା ଖଳନା। ଅର୍ଥାତ୍ ମୁଁ ବନ୍ଧୁମାନଙ୍କୁ ନିଶ୍ଚିତ ଅନୁରୋଧ କରିବି ଆପଣ ମୋବାଇଲ ଧରି ଗାଡ଼ି ଚଲାନ୍ତୁ ନାହିଁ। ହେଲମେଟ୍ ଯଦି ନ ପିନ୍ଧି ଆପଣ ଯାଆନ୍ତି ଆପଣଙ୍କର ମୂଲ୍ୟବାନ ଜୀବନକୁ ରାସ୍ତା ଉପରେ ହରାଇ ଦେବେ, ଏଥିରେ ଅବକାଶ ନାହିଁ। ସମାଜକୁ ଏହି ବାର୍ତ୍ତା ଦେବି, ରୋଡ଼ ସେଫ୍ଟି ନିୟମକୁ ମାନନ୍ତୁ, ଅନ୍ୟମାନଙ୍କୁ ମାନିବା ପାଇଁ ଅନୁରୋଧ କରନ୍ତୁ।